ବ୍ରତ ଉପବାସରେ ହଉ କିମ୍ବା ଖରା ଦିନେ ପେଟ ଥଣ୍ଡା କରିବାକୁ ହଉ, ଯଦି ଆପଣ ଏହିପରି ଭାବରେ ବନେଇକି ପିଉଛନ୍ତି, ମୁଣ୍ଡ ତ ଥଣ୍ଡା ହବ, ତା ସହିତ ପେଟ ବି ଥଣ୍ଡା ହବ, ଆଉ ଏତେ ଟେଷ୍ଟ ଲାଗିବ, ଏତେ ସୁଆଦିଆ। ଚାଲନ୍ତୁ ଫ୍ରେଣ୍ଡ, ମୁଁ ଆଜି ଆପଣଙ୍କୁ ବନେଇକି ଦେଖିବି ଶାଗୁର ପଣା, ଯୋଉଟା କି ଆପଣ ବ୍ରତ ଉପବାସ ସହିତ ଅନ୍ୟ ଦିନରେ ବି ମଧ୍ୟ ଖାଇପାରିବେ। ତ ତା ଲାଗି ପ୍ରଥମେ ଏଇଠି ମୁଁ ଗୋଟିଏ କପ୍ ଶାଗୁକୁ ବହୁତ ବଡ ଭାବେ ସେ ବତୁରେଇକି ଓଭରନାଇଟ୍ ଛାଡି ଦେଇଥିଲି। 6 ରୁ 7 ଘଣ୍ଟା ଆପଣ ଏଇଠି ବତୁରେଇ ପାରିବେ। ମୁଁ ଏଇଠି ଛୋଟ ଶାଗୁ ଦାନା ନେଇଛି, ଆପଣ ଚାହିଁଲେ ଫ୍ରେଣ୍ଡ ଏଇଠି ବଡ ଶାଗୁ ଦାନାର ୟୁଜ କରିପାରିବେ। ଯେହେତୁ ଏଇଠି ମୁଁ ଛୋଟ ଦାନା ନେଇଛି, ତ ତାକୁ ମୁଁ ବହୁତ ବଢିଆ ହାତ ସେ ମାସ କରିଦଉଛି, ତାକି ହାତ ସେ ବହୁତ ବଢିଆ ରହିଯିବ। ଆଉ ଦରଦରା ଟିକେ ରହିଲେ ଖାଇବାକୁ ମଧ୍ୟ ଟେଷ୍ଟ ଲାଗିବ। ଆପଣ ଯଦି ବଡ ବାଲା ନଉଛନ୍ତି ତ ଟିକେ ଗ୍ରାଇଣ୍ଡିଙ୍ଗ କରିକି ନେଲେ ବହୁତ ବଢିଆ ରହିବ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ, ତା ଦେହରେ ମିଶେଇଦବା ଆମେ ଏଇଠି କ୍ଷୀର। ଯଦି ଫ୍ରେଣ୍ଡ ଆପଣଙ୍କୁ କ୍ଷୀର ପସନ୍ଦ ନୁହଁ, କି ଆପଣଙ୍କ ପାଖରେ ଆଭେଲେବୁଲ ନାହିଁ ଏବେ କ୍ଷୀର, କି ଆପଣ ମିଶେଇବାକୁ ଚାହୁଁନାହାନ୍ତି, ତ ସ୍କିପ୍ ମଧ୍ୟ କରିପାରିବେ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ନଡିଆ କୋରା, ମାନେ ନଡିଆକୁ ମୁଁ କୋରି ଦେଇଥିଲି, ତ ତାକୁ ଏଇଠି ମୁଁ ନେଇଯାଇଛି 2 ଚାମଚ ହବ ନଡିଆ କୋରା ଏଇଠି ଦେଇଦେଇଛି। 3ଟା ଛୋଟିଆ କଦଳୀ ଏଇଠି ମଧ୍ୟ ମୁଁ ହାତରେ ଚକଟିକି ଦେଇଦେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ତାକୁ କାଟିକି ବି ମଧ୍ୟ ନେଇପାରିବେ, କିନ୍ତୁ ଚକଟିକି ଦେଲେ ଆମର ବହୁତ ହି ବଢିଆ ସେ ଶାଗୁଟା ବହଳିଆ ବହଳିଆ ଲାଗିଥାଏ, ଖାଇବାରେ ଭଲ ମଧ୍ୟ ମଜା ଆସିଥାଏ। ସବୁତକ ଫ୍ରେଣ୍ଡ ଏଇଠି ଆମେ ମିଶେଇଦବା। ଲାଷ୍ଟ ଏଇଠି ଆପଣ ପକେଇ ପାରିବେ ଏଇପରି ଭାବରେ ଡାଳିମ୍ବ, ଯୋଉଟା କି ଦେଖିବା ପାଇଁ ବଢିଆ ଲାଗିଥାଏ, ଆଉ ପେଟକୁ ମଧ୍ୟ ଥଣ୍ଡା ରିଲାକ୍ସ କରିଥାଏ। ଆଉ ଟିକେ ଚିନି ପକେଇ ଦିଅନ୍ତୁ ସ୍ୱାଦ ଅନୁସାରେ। ଯଦି ଆପଣ ଚିନି ଖାଇବା ପସନ୍ଦ କରୁନାହାନ୍ତି ତ ଚିନି ମଧ୍ୟ ସ୍କିପ୍ କରିପାରିବେ, କାହିଁକି ନା ଆମେ ଏଇଠି କଦଳୀ ପକେଇଛେ, କଦଳୀରେ ବି ମିଠା ଅଂଶ ଥାଏ, ତେଣୁକରି ଚିନି ମଧ୍ୟ ଆପଣ ସ୍କିପ୍ କରିପାରିବେ। ଯଦି ପସନ୍ଦ ତ ଚିନି ଟିକେ ଏଇଠି ପକେଇ ପାରିବେ। ଚିନି ଯଦି ନ ପକେଇବା ପାଇଁ ଚାହୁଁଛନ୍ତି ତ ତାହେଲେ ମିଶ୍ରିର ଗୁଣ୍ଡ ମଧ୍ୟ ଏଇଠି ପକେଇ ପାରିବେ। ପେଟ ଥଣ୍ଡା କରିବାକୁ ଆହୁରି କାମ କରିଥାଏ। ତ ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, ରେଡି ହେଇଗଲା ଆମର ଏଇ ଶାଗୁ ସରବତ ବା ଶାଗୁ ପଣା ଆପଣ କହିପାରିବେ। ୟାକୁ ଆପଣ ଯେକୌଣସି ବ୍ରତ ଉପବାସରେ ହଉନା କାହିଁକି, କିମ୍ବା ଖରାଦିନେ ସେମିତିରେ ବି ମଧ୍ୟ ବନେଇକି ଖାଆନ୍ତୁ, ଦେହ ଭଲ ରହିବ। ଆଉ ଏଇଟା ବହୁତ ହି ବଢିଆ ପ୍ରୋଟିନ ଜିନିଷ, ତ ନିହାତି ଭାବରେ ଫ୍ରେଣ୍ଡ ବନାନ୍ତୁ। ଯଦି ଭଲ ଲାଗିଲା ଗୋଟେ ଲାଇକ୍, କମେଣ୍ଟ, ସେୟାର ସହିତ ସବସ୍କ୍ରାଇବ କରିଦେବେ। କୋଉ ଜାଗାରେ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣେଇବେ। ଥ୍ୟାଙ୍କ ୟୁ ଫର ୱାଚିଂ। ପୁଣି ଦେଖା ହବ ଗୋଟେ ନେକ୍ସଟ ଭିଡିଓରେ। ଆଉ ଯଦି ଆପଣଙ୍କୁ ଏଇ ଶାଗୁ ପଣା ରେସିପିଟି ଭଲ ଲାଗିଲା, ଗୋଟେ ଲାଇକ୍ ଟେ କରିଦେଇକି ଗୋଟେ କମେଣ୍ଟ ଟେ ଦବେଇ ଦିଅନ୍ତୁ, କି ଆପଣଙ୍କୁ ନେକ୍ସଟ ରେସିପି କଣ ଦରକାର, ଆଉ କୋଉ ଉପରେ ଆପଣଙ୍କୁ ଏଇଠି ଆଧାରିତ ରେସିପି ଦରକାର। ଥ୍ୟାଙ୍କ ୟୁ ଫର ୱାଚିଂ, ବାଏ ବାଏ।